हरि ओम। जय जगन्नाथ स्वामी नयन पथगामी भवतु मे। जय श्री कृष्ण गोविंद हरि मुरारी नाथ नारायण वासुदेव। मान्यवर समस्त ब्राह्मण गुरुमान को आध्यात्मिक बंधु भगवत प्रेमी और कृष्ण रस पिपासु राम रस पिपासु भक्त मान को मोर मथा लोटा प्रणाम। आया किसी समय आम भागवत को संक्षेप किसी समय भागवत श्रवण करवा तेबे ता पूर्वर प्रभुंकर टिके नाम भजन करवा। जय श्री कृष्ण गोविंद हरि मुरारी। श्री कृष्ण गोविंद हरि मुरारी। हे नाथ नारायण वासुदेव। शिवा विभुषा मृतमेता देवा गोविंद धाम धर्माधवेति। हरि मुरारे मधुकैटवारे गोविंद गोपाल मुकुंद सुरे। योगेशु नारायण कृष्ण विष्णु वीरा स्वयं जगदीशरक्ष। निलम्बोज श्यामल कोमलांगम सीता समारो तवामवरं। पानुमयासय चारु चापं नमामि राम रघुवंशनाथम्। जय जगन्नाथ जय जगन्नाथ जय जगन्नाथ। मनोवीरामं नयनावीरामं भजवीरामं श्रवणावीरामं सदावीरामं सततावीरामं वन्दे सदा दाशरथि च रामम्। जय श्री राम जय श्री राम जय श्री राम। भजे प्रसिद्धं नवनीतचोरं गोपालनामं मुकुलं चोरम्। अनेकजन्मार्जित पापचोरं चोरावृगन्नं पुरुषं नमामि। श्रीकृष्ण गोविंद हरि मुरारी। हे नाथ नारायण वासुदेव। जय श्री राम जय श्री राम जय श्री राम। आया भागवत कथामृत को आसंतु श्रवण करी ए शरीर को पवित्र करवा सहित जीव को मुक्ति दवा। आज्ञा भागवत केवल मात्र ईश्वर प्राप्तिर सुगम मार्ग ही भक्ति मार्ग। तेबे ईश्वर प्राप्तिर अनेक मार्ग रही। तहिरु तीनोटी मार्ग रही प्रधान। से होची प्रथम रे एक रहेला ज्ञान कर्म मार्ग, आउ दुई रहेला ज्ञान मार्ग, आउ तीन नंबर रहेला ज्ञान भक्ति मार्ग। तेबे आसंदो मान्यवर पंडित मंडली उपनिषद ज्ञान और ईश्वरंकर अपरोक्ष साक्षात्कार होता है। किंतु उपनिषदर ज्ञान गुढ़ रहस्य साधारण मानव जड़े यहाँ सहजरे बुझीपारे ना। तेणु ज्ञान मार्गरे जीव ईश्वर पाखरे पहुँचवा टिके कष्ट हुए। आउ ज्ञान मार्ग भगवान को पाइबा लगी कष्ट हुए। उपनिषदर ज्ञान दिव्य विलास्य मनीष यही उपनिषद ज्ञान को अनुभव करें ना। तेणु ज्ञान मार्ग रे जीव ईश्वर पाखरे पहुँचवा कष्ट हो जाए। आउ वैराग बिना ज्ञान पहुँचवा
ବୈରାଗ ବିନା ଜ୍ଞାନ ମାର୍ଗରେ ସଫଳତା ହୁଏ ନାହିଁ। ସର୍ବସ୍ୱ ତ୍ୟାଗ ଜଣେ ସାଧାରଣ ମଣିଷ ପାଖରେ ସମ୍ଭବ ନୁହେଁ। ତେବେ ବୈରାଗ ମିଳିବା ସହଜ ନୁହେଁ। ମାନ୍ୟବର ପଣ୍ଡିତ ମଣ୍ଡଳୀ ଶୁଣନ୍ତୁ, ଜ୍ଞାନୀ ମଣ୍ଡଳୀ, ଶୁକଦେବ ଜନ୍ମରୁ ଆଜ୍ଞା ବୈରାଗ ଥିଲେ। ଜନ୍ମ ହେବା ମାତ୍ରକେ ସେ ବଣକୁ ଚାଲି ଯାଇଥିଲେ। ପିତା ବ୍ୟାସ ତାଙ୍କ ପଛରେ ଗୋଡ଼େଇ ଗୋଡ଼େଇ ଯିବାରୁ ସେ ନିଜ ପିତା ବ୍ୟାସଙ୍କୁ କହିଥିଲେ, ମୁଁ ଆପଣଙ୍କର ପୁତ୍ର ନୁହେଁ କି ଆପଣ ମୋର ପିତା ନୁହନ୍ତି, ତେଣୁ ମୋ ପଛରେ ଆପଣ ନ ଆସି ଈଶ୍ୱରଙ୍କ ପଛରେ ଗୋଡ଼ାନ୍ତୁ। ଜୀବନରେ ସର୍ବସ୍ୱ ତ୍ୟାଗ କରି ଈଶ୍ୱରଙ୍କ ପଛରେ ଯାଆନ୍ତୁ। ଆଉ କାମ, କ୍ରୋଧ, ଲୋଭ ଏସବୁ ତ୍ୟାଗ କରିବାକୁ ଶାସ୍ତ୍ର କହିଛି। ଆମେ କିଛି ତ୍ୟାଗ କରିପାରୁନାହାନ୍ତି। ଆପଣମାନଙ୍କୁ ବେଦ ତ୍ୟାଗ କରିବାକୁ ଯେ ବେଦ ତ୍ୟାଗ କରିବାକୁ କହିଛନ୍ତି। ସଂହିତା, ବ୍ରାହ୍ମଣ, ଆରଣ୍ୟକ, ଭାଷ୍ୟ ଏ ଚାରି ଭାଗରେ ବେଦ ବିଭକ୍ତ ହୋଇଛି। ଉପନିଷେଦକୁ ବେଦାନ୍ତ କୁହାଯାଏ, କାରଣ ବେଦର ପରିସମାପ୍ତି ଘଟିଛି ଉପନିଷେଦର। ଆଉ ଭୋଗ ବିଳାସରେ ଜୀବନ କାଟୁଥିବା ମଣିଷ ତେବେ ଉପନିଷଦର ଅଧିକାରୀ ହୋଇପାରିବ ନାହିଁ ଆଜ୍ଞା। ସେଥିପାଇଁ ଭଗବାନ ବ୍ୟାସ ଶାସ୍ତ୍ର ରଚନା କଲେ। କ'ଣ ଭାଗବତ ଶାସ୍ତ୍ରକୁ ଆଜ୍ଞା ରଚନା କଲେ? ତେବେ ଉପନିଷଦ ପ୍ରଦର୍ଶିତ ମାର୍ଗ ସଂସାରୀ ମଣିଷ ପାଇଁ ସୁଲଭ ନୁହେଁ। ଉପନିଷଦର ତାତ୍ପର୍ଯ୍ୟ ନିହିତ ରହିଛି ତ୍ୟାଗରେ। ତ୍ୟାଗରେ ଯେଉଁ ଆନନ୍ଦ ମିଳେ ଆଜ୍ଞା, ଭୋଗରେ ସେହି ଆନନ୍ଦ ମିଳେ ନାହିଁ। ତେବେ ମନେ ରଖନ୍ତୁ ଆଜ୍ଞା ସର୍ଜନ ମଣ୍ଡଳୀ, ଯିଏ କାମ ସୁଖରେ ମାତେ ବା ଯିଏ କାମ ସୁଖ ଭୋଗ କରେ ସିଏ ଯୋଗ ଅଭ୍ୟାସ କରିପାରେ ନାହିଁ। ଆଉ ଭୋଗୀ ଯଦି ଯୋଗୀ ହେବାକୁ ଚାହେଁ ତାହେଲେ ସେ ବି ମଧ୍ୟ ରୋଗୀ ହୋଇଯାଏ। ଆଉ ଜ୍ଞାନ ମାର୍ଗରେ ଯାହାର ପତନ ଘଟେ ସେ ନାସ୍ତିକ ପାଲଟିଯାଏ। ଯୋଗ ମାର୍ଗରେ ଯାହାର ପତନ ଘଟେ ସେ ଆସକ୍ତି ପାଲଟିଯାଏ। ଏ କଳିଯୁଗରେ ମଣିଷ ଯୋଗ ଅଭ୍ୟାସ କରିପାରେ ନାହିଁ। ଏ କଳିଯୁଗରେ ଜୀବର ଉଦ୍ଧାର ପାଇଁ ବ୍ୟାସଦେବ ଭାଗବତ ରଚନା କରି ଏକ ନୂତନ ପଥ ପ୍ରଦର୍ଶନ କରିଛନ୍ତି ଆଜ୍ଞା। ତେବେ ଏଣୁ ଭାଗବତ କହେ ଈଶ୍ୱରଙ୍କ ଦର୍ଶନ ପାଇଁ ଘର ଦ୍ୱାର ଛାଡ଼ି ତ କ'ଣ ଜଙ୍ଗଲକୁ ଯିବା ଦରକାର କି? ତେବେ ଭାଗବତ ଆଦର୍ଶ ଦିବ୍ୟ ଆଲୋକ ପଥ। ଆଉ ଗୋପୀମାନେ ଈଶ୍ୱରଙ୍କୁ ପାଇବା ପାଇଁ ସର୍ବସ୍ୱ ତ୍ୟାଗ କରି ନଥିଲେ କି ବଣକୁ ଯାଇ ନଥିଲେ। ସେମାନେ ଘରେ ବସି ଭଗବାନଙ୍କୁ ଦର୍ଶନ କରୁଥିଲେ। ଆଉ ଯୋଗୀମାନଙ୍କୁ ସମାଧିରେ ଯେଉଁ ଆନନ୍ଦ ମିଳେ ସେହି ଆନନ୍ଦ ଗୋପୀମାନେ ପାଉଥିଲେ। କିପରି? ଯାହାର ହୃଦୟରେ ସଦା ସର୍ବଦା ଭକ୍ତି ଥିବ ଓ ପ୍ରଭୁଙ୍କର ନାମ ଭଜନ ଥିବ ସେ ମଧ୍ୟ ପ୍ରଭୁଙ୍କୁ ପାଇପାରିବ। ତେଣୁ ଗୋପୀମାନେ ସଦାସର୍ବଦା କୃଷ୍ଣଙ୍କ ନାମକୁ ଶ୍ରବଣ କରନ୍ତି, ଭଜନ କରନ୍ତି। ସେ କହୁଥିଲେ ଆମ କୃଷ୍ଣ ଆମ ହୃଦୟରେ ଅଛନ୍ତି। ସେମାନେ ସବୁବେଳେ ସତ୍ସଙ୍ଗ କରନ୍ତି ଓ କୃଷ୍ଣଙ୍କୁ ପ୍ରେମ କରନ୍ତି। ତେଣୁ ଏ ହୃଦୟ ଭିତରେ ଭଗବାନଙ୍କର କେତେବେଳେ ଆବିର୍ଭାବ ହୁଏ ନା ପ୍ରଭୁଙ୍କର ହେଉଛି ଭକ୍ତି ମାର୍ଗ ଦ୍ୱାରା। ତେବେ ନାମ ଭଜନ ଆଜ୍ଞା ଶ୍ରେଷ୍ଠ। ତେବେ ସେଇ ନାମକୁ ଟିକେ ଆମେ ଆଜ୍ଞା ଭଜନ କରିବା। ଭଜ